हेलो। पंडा को कौन कि हेलो। जयंत पंडा कौन कि आज्ञा ମୁଁ ପିଣ୍ଟୁ ପଣ୍ଡା କହୁଥିଲି ବାଲେଶ୍ୱରରୁ। ପିଣ୍ଟୁ ନା ମୁଁ ଜାଣିଛି 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 କୁହନ୍ତୁ। ଆଚ୍ଛା ମୋର ଆକ୍ଚୁଆଲି କହିବା କଥା କଣ କି ଏଇ ଯୋଉ ରେମୁଣା ସିଏଚସି ହଁ ରେମୁଣା ମେଡିକାଲ ହଁ କେବଳ ଗୋଟେ ଚାଲିଛି ତା ସାଙ୍ଗରେ ସେ ମାନେ ବଡ ଦୂର ଗୋଟେ ଚାଲିଛି। ହଁ ହଁ ସେ ଯୋଉ ଏକ୍ସରେ ମେସିନ। ହଁ ହଁ ଏକ୍ସରେ ମେସିନ ସେ ଆମେ ଯାଇଥିଲେ ଆକ୍ଚୁଆଲି ମୁଁ ଯାଇଥିଲି ଆମ ପଞ୍ଚାୟତରେ ଦିଟା ସିଏଚସି ସେଣ୍ଟର ପାଇଁ ଆସିଛି। ଆଚ୍ଛା ଆଚ୍ଛା। ତ ସିଏ ସେ ଯୋଉ ବୁଝୁ ବୁଝୁ ଆଳୁ ଖୁଳୁ ଖୁଳୁ ମହାଦେବ ଭଳି ସିଏ ଭାଇ ହୁଁ। ମୁର୍ମୁ ତାର ପଠେଇ ଦଉଛି କାହାକୁ କହିଲେ ଅଲି ପାଖକୁ। ହଁ 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 ଆରେ ଅଲି କଣ ମୁଁ ମତେ କହନ୍ତୁ ମୁଁ ଜାଣିପାରୁନି ଭାଇ। ମୁର୍ମୁ ତୁ ଯଦି ଅଫିସର ଅଛୁ ତୁ କହ ଜିନିଷଟା ନା ସେ ଅଲି କହିବ। ଆଉ ଯଦି ଅଲି କହିବ ଅଲି ସବୁ ତାହେଲେ ବୁଝୁଛି। ନା ସେ ରାମଚନ୍ଦ୍ର କିସ୍କୁ ରହିଲା ପାଖରୁ ସେଠି ସବୁ ବିଶୃଙ୍ଖଳା। ରାମଚନ୍ଦ୍ର କିସ୍କୁ ରହିଛି ସେଠି ମେଡିକାଲ ହେଲ୍ଥ ସୁପରିଟେଣ୍ଡେଣ୍ଟ ହଁ ଆଉ ଜଣେ ମେଡିକାଲ ସୁପରିଟେଣ୍ଡେଣ୍ଟ ଆଉ ଜଣେ ଅଛି। ତ ରାମଚନ୍ଦ୍ର କିସ୍କୁ ଯେହେତୁ ସେଠି ହସ୍ପିଟାଲ ଚାର୍ଜରେ ଅଛି ସିଏ ଆଗରୁ ଥରେ ସବୁ ଔଷଧ ଆଣିକି ସେ ଯୋଉ ଅଂଶୁପା ରାଉଳ ଅଛି ସେ ସବୁ ରଖିକି ଦୋକାନ ଦୋକାନ ବୁଲିକି ବିକିକି ସେଇ ଔଷଧକୁ ହସ୍ପିଟାଲ ଲେଖିକି ତାକୁ କରୁଥିଲେ। ତାକୁ ମୁଁ ସେତେବେଳେ ଥିନି ଯୋଉ ଏଲକସରେ ମ୍ୟାନେଜର ମୁଁ ସେତେବେଳେ ଆମର ଯୋଉ ଇଏ ଥିଲା ସିଡିଏମ ସେତେବେଳେ ଥିଲା ବିଏସ୍ ପାଣି ତାକୁ ଯାଇକି ମୁଁ କହିକି ସେଟାକୁ ସବୁ ବନ୍ଦ ହେଇଥିଲା। ରେମୁଣାରେ କଣ ହଉଛି କି ଏମାନେ ନେତାଙ୍କୁ ଧରିକିରି ବହୁତ ଦିନ ଧରିକି ରହୁଛନ୍ତି। ସେ ଅଲି ଗୋଟେ ଭାରତୀ ମହାକୁଡ ଏମାନେ ସବୁ ମାନେ 20 ବର୍ଷ 15 ବର୍ଷ ଏଇନ ରହିଲେଣି। ଆମର ସବୁ ଡିମାଣ୍ଡ ଥିଲା ଯେ ଏଠି ଲୋକାଲ ଲୋକଙ୍କୁ ହଟାଯାଉ ମେଡିକାଲରୁ କିନ୍ତୁ ସେଇଟା ଆଜି ପର୍ଯ୍ୟନ୍ତ ହେଲାନି। ନା ହସ୍ପିଟାଲରେ ହଟେଇ ହେଲା ନା ଏନ୍ଏସି ରୁ ହଟେଇ ହେଲା ନା ଲୋକାଲରୁ କାହାକୁ ହଟେଇ ହେଲା। କିଛି ହଟେଇ ହେଲାନି ଯାହା ଦ୍ୱାରା କି ଏଇ ସବୁ ଜିନିଷ ଗୁଡାକ ହେଇକି ରେମୁଣାର ଭାବମୂର୍ତ୍ତି ଟା ଗୋଟେ ବଦନାମ ହଉଛି। ଆଉ ଯେତେବେଳେ ଗଲା ତ ଡାକ୍ତର ବି କେହି ନାହାନ୍ତି। ନା ଡାକ୍ତର ପରା ଏଠି ଜଣେ ଚାଲି ଆସିବ ସେ କିସ କରୁଛନ୍ତି ଜଣେ ଚାଲି ଆସିଲା ଆଜି ଡ୍ୟୁଟି କରିଦେଲା ରାତିର ସେଠି ରହିଗଲା ଦେଇକି ତା ପରଦିନ ସକାଳୁ ଡ୍ୟୁଟି କରିକି 12ଟା ବେଳକୁ ପଳେଇଗଲା। ସପ୍ତାହ ସାରା ସିଏ ଆଉ ଆଇଲାନି। ସପ୍ତାହ ସାରା ଆଉ ସିଏ ଆସିବନି। ହେଲା ଇଏ କି ପାଠ ଗୋଟେ। ହଁ ଏଗୁଡାକ ଗୋଟେ କଥା ହଉଛୁ ନେତାଙ୍କ ପୃଷ୍ଠପୋଷକତା ପାଇଲେ ଏମାନେ ସବୁ କାହାକୁ ମାନନ୍ତିନି ଦୁର୍ନୀତି କରନ୍ତି। ତେଣୁ ଏଠି ଯେହେତୁ ନେତା କିଛି କର୍ମୀଙ୍କ କଥା ଶୁଣୁନାହାନ୍ତି ତାର ରିଫ୍ଲେକ୍ସନ ଏଇଆ ଆଉ। କର୍ମୀ ଶୁଣ ନେତା ନ କର୍ମୀ ଶୁଣିଲେ ଆମେ ଶୁଣିବା ପାଇଁ ରେଡି ଅଛୁ ଆଉ ଆମେ ବି ଏଥର ଶୁଣେଇଦବା। କାରଣ ଇଏ ଏକ୍ସରେ ହଁ ମେସିନ ପାଖରୁ ଧରା ପଡିଲାଣି ମାନେ ଇଏ ହଁ ମେସିନ ଧନ୍ଦା ବି ଅଛି ଆହୁରି ତା ଭିତରେ ଆହୁରି ବହୁତ କିଛି ଧନ୍ଦା ଅଛି। ହଁ 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 ସେ ଖୋଳତାଡ କଲେ ସେଦିନ ଗୋଟେ କିଏ ସେ କହୁଥିଲା 5 ଲକ୍ଷ ଟଙ୍କା ଖାଲି ଏସି ରିପେୟାରିଂ ର ବର୍ଷକୁ ଯାଉଛୁ। ହଁ ଏଇ ମାନେ ଯୋଉ ରୋଗୀ କଲ୍ୟାଣ ସମିତିରେ ଯେ ପଇସା ଆସୁଛି ଆପଣଙ୍କୁ ହଁ ସେ ପଇସା ତ କଣ କରୁଛନ୍ତି ଏମାନେ ଖାଲି ନା ଏଇ ଗୋଟେ 2 ଦିନ ପୂର୍ବରୁ ଗୋଟେ ମିଟିଂ ହେଇଥିଲା ରେମୁଣାରେ ଆମକୁ ବି ଡକା ହେଇଥିଲା ଆମେ ସବୁ ଯାଇଥିଲୁ। ହଁ ମୁଁ କହିଲି ସେଠି ରୋଗୀ କଲ୍ୟାଣ ସମିତିରେ କିଏ ଅଛି ସଭ୍ୟ ତମର କିଛି ମେଡିକାଲ ବିଷୟରେ ଧାରଣା ଅଛି ନା ତୁମେ ଏଫଆଇଆର ଦେଇପାରିବ। ରୋଗୀ କଲ୍ୟାଣ ସମିତିର ଯୋଉମାନେ ମେମ୍ବର ସେମାନେ ମଧ୍ୟ ଚାହିଁଲେ ଯେ ଗୋଟେ ଏମିତିକା ଦୁର୍ନୀତି ହେଇଛି କି ସେ ଏକ୍ସରେ ମେସିନର ତାର ପ୍ଲେଟ ନାହିଁ ତମେ ଡାଇରେକ୍ଟ ଏଫଆଇଆର ଦେଲନି ଏଠିକି ଥାନାକୁ ଗୋଟେ ଦବ ସିଡିଏମକୁ ଗୋଟେ ଦବ ଦିଅ ତାପରେ କିଛି ନହେଲେ ଆମେ ଯାଇକି ଧାରଣାରେ ବସିବା। ଏ ଜିନିଷଟା ହାଇଲାଇଟ କରିବ। ଏମାନେ ବି ଚୁପ୍ ହେଇଯାଉଛନ୍ତି। ନା ସେଠି ମେଡିକାଲ ଅଫିସରଟା ଟ୍ରାନ୍ସଫର ହବା ଦରକାର। ଆଉ କିସ୍କୁ 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 ଆଉ ଇଏ ବି ବହୁତ ଦିନ ପାଇଁ ହଁ ରହିବ ନା। ସିଏ ଚେଞ୍ଜ ହେଲେ ଅଲି ବଳେ ଯିବ ଆଉ। ଅଲି ଏଟା ତ ମଗା ହେଇଛି। ଏଟା ତ ଏକ୍ସରେ ମେସିନ ଟା ସେ ଯୋଉ ଇନଷ୍ଟଲ କରିକି ଦେଇଛି ତାକୁ ରିସିଭ କରିଛି ମେଡିକାଲ ଅଫିସର। ହଁ ବର୍ତ୍ତମାନ ଫସିବ ମେଡିକାଲ ଅଫିସର। ବିଜେପିର ଗୋଟେ କାଉନସିଲର ସଭ୍ୟ ଥିଲା ନରହରିପୁରର ସିଏ ଆଉ ଜଣେ ଯୁବ ସଭାପତି ଇଏ ଯାଇକି ଅଲି ସପୋର୍ଟରେ ମିଡିଆରେ ବାଇଟ ଦେଲେଣି। ତେଣୁ ଏଠି କିସ କରିବେ ରେମୁଣାର କିଛି ଗୋଟେ ନୀତି ଯିଏ ମିଡିଆ ସାମ୍ନାରେ କହିପାରିବ ନାହିଁ ସେମାନେ ଚାଲିଗଲେ ଯାହା ତାହା କହିଦେଲେ। ରେମୁଣାର ସମସ୍ୟା ଅନେକ ବୁଝିବା ପାଇଁ କେହି ନାହାନ୍ତି। ତେଣୁ ଲୋକଲୋଚନରେ ନିନ୍ଦିତ ହଉଛୁ ରେମୁଣା। ଦେଖିଲା ବେଳକୁ ମେଡିକାଲରେ ଡାକ୍ତର ଥାଇକି ଡାକ୍ତର ଗାୟବ। ହଁ ମେଡିକାଲର ଡାକ୍ତର ଡ୍ୟୁଟି କରୁନାହାନ୍ତି। ମେଡିକାଲ କଲେଜର ଅବସ୍ଥା ତ ନ କହିଲେ ନ ସରେ। ସେ ତ ଆମେ ସବୁ ଜାଣିଛୁ। ସେଥିପାଇଁ ସବୁ ଆମେ ବି ସବୁ କୋଅର୍ଡିନେସନ କମିଟିର ମେମ୍ବର ଅଛୁ। ଆମେ ସବୁ ସାଇଲେଣ୍ଟ ହେଇଗଲେଣି। କାନୁ ଫାନୁ ସବୁ ରେଜିଗ୍ନେସନ ଦେଇଦେଲେଣି।
ଏଇରକ ଏଠି ଗୋଟେ କ୍ରିମିନାଲ ଟାକୁ ସେ ପ୍ରତାପ ଷଡଙ୍ଗୀ ଛାଡିଦେଲେ ଥାନାରୁ। ଏଇ ସବୁ ରେମୁଣାରେ ସମସ୍ୟା ବର୍ତ୍ତମାନ ବହୁତ ସବୁ, ତେଣୁ ସବୁ ସାଇଲେଣ୍ଟ ହେଇଯାଇଛି। ହଁ, ଶିବୁନ କାହିଁକି ଆଜି ପର୍ଯ୍ୟନ୍ତ ସାଇଲେଣ୍ଟ ରହିଛି? ମତେ ଶିବୁନ କଣ କହିଲା କି ସେ କାଉନ୍ସିଲର ହଁ ମୁଁ ପୁରା ଟାଇମ ଦେଇପାରୁନି, କିନ୍ତୁ ରୋଗୀ କଲ୍ୟାଣ ସମିତିରେ ଏଇ ଯେ ହଁ ମେସିନ କଥାଟା ସେଇ ଉଠେଇଲା। କହିଲା ଭାଇ ତାକୁ ମୁଁ ବାରମ୍ବାର କହିଲିଣି ତୁ ଏଫଆଇଆର ଦଉନୁ କାହିଁକି? ଯଦି ପ୍ଲେଟ ନା ନା, ସିଏ ଉଠେଇଲା କାହିଁକି? ସିଏ ଆମକୁ କହୁନାହିଁ, ଆମେ ଯାଇକି ବର୍ତ୍ତମାନ ଗେଟ୍ ପାଖରେ ଧାରଣାରେ ବସିଯିବା। ରୁହନ୍ତୁ ତାହେଲେ ମୁଁ ସେଇଟା କଥା କରେଇବି। ସିଏ ତାକୁ କୁହନ୍ତୁ ତୋର ଯଦି ଦମ ଅଛି ତୋ କଥା ନ ଶୁଣିଲେ ତୁ ବର୍ତ୍ତମାନ ମିଟିଂ ଟା ଗେଟ୍ ଆଗରେ ଧାରଣାରେ ବସ। ପୁରା ଏଠୁ ଏମାନେ ବିଦା ନହେଲା ପର୍ଯ୍ୟନ୍ତ ଏଠି ଧାରଣା ଚାଲିବ। ଡାକୁ, ଆମେ ଏବେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଯିବା ବସିବା। ଠିକ ଅଛି ଠିକ ଅଛି ଠିକ ଅଛି। ଆଉ ସିଏ, ମୁଁ ଯଦି ରୋଗୀ କଲ୍ୟାଣ ସମିତିରେ ଥାଆନ୍ତି ମତେ ରଖା ହେଇଥାନ୍ତା, ମୁଁ ହଲେଇ ଦେଇ ସାରନ୍ତିନି ଏତେବେଳକୁ।